ସାରର ଯେତିକି ଖରିଫ ଚାଷ ପାଇଁ ଆବଶ୍ୟକତା ଅଛି ସମସ୍ତେ ସାର ଆମର ଆସୁଛି। ଚାଷୀମାନଙ୍କର ଆୟକୁ ଦ୍ୱିଗୁଣା କରିବା ପାଇଁ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି। ଚାଷୀମାନଙ୍କର ସମସ୍ତ ପ୍ରକାର ବ୍ୟବସ୍ଥା କିଭଳି ଭାବେ ଠିକ୍ଠାକ୍ ହେବ ସେଥିପାଇଁ ଖରିଫ ଚାଷ କିଭଳି ଭାବରେ ସୁରୁଖୁରୁରେ ଚାଷୀମାନେ କରିବେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସାରର ସୁଷମ ବଣ୍ଟନ କିଭଳି ଭାବରେ ହେଇପାରିବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା ହେଇଛି ରାଜ୍ୟ ସରକାରଙ୍କ ତରଫରୁ। ଆମର ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଆମର ଓଡ଼ିଶାରେ ଖରିଫ ଚାଷ ପାଇଁ 10 ଲକ୍ଷ ମେଟ୍ରିକ୍ ଟନ୍ ସାରର ଆବଶ୍ୟକତା ଅଛି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର 11 ଲକ୍ଷ ମେଟ୍ରିକ୍ ଟନ୍ ସାର ରାଜ୍ୟକୁ ଯୋଗାଇ ଦେଇଛନ୍ତି। ଆମର ଗଞ୍ଜାମ ଜିଲ୍ଲାରେ ଯେତିକି ସାରର ଆବଶ୍ୟକତା ଅଛି ଟୋଟାଲ ସାର ଆମର 62,000 ମେଟ୍ରିକ୍ ଟନ୍ ସାରର ଆବଶ୍ୟକତା ଅଛି। ବର୍ତ୍ତମାନ ସୁଦ୍ଧା ଏ 62,000 ମେଟ୍ରିକ୍ ଟନ୍ ସାର ଆମର ଅକ୍ଟୋବର ମାସ ସୁଦ୍ଧା ଆବଶ୍ୟକତା ଅଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମ ପାଖରେ 54,898 ମେଟ୍ରିକ୍ ଟନ୍ ସାର ଆସିଯାଇଛି ଏବଂ 2 ଦିନ ଭିତରେ ଆହୁରି 8,000 ମେଟ୍ରିକ୍ ଟନ୍ ୟୁରିଆ ସାର ଆସିକି ପହଞ୍ଚିବ। ସାର୍ ଏତେ ସବୁ ବନ୍ଦୋବସ୍ତ କରୁଛନ୍ତି, ଅଭାବ ବିକ୍ରି କାହିଁକି ହେଉଛି? ଲୋକ ବିଭିନ୍ନ ଦେଖନ୍ତୁ ଏଇ ଯେଉଁ ଅଭାବୀ ବିକ୍ରି କଥା ହେଉଛି ଏଥିରେ ଏଇଟା ହେଉଛି ବିରୋଧୀ ଦଳ ବାଲା ବିଜେଡି କଂଗ୍ରେସ ବାଲାଙ୍କ ପାଖରେ କିଛି ଇସ୍ୟୁ ନାହିଁ। ସେମାନେ ଔଷଧ ବିକଳରେ ତାଟିଆ କାମୁଡ଼ିବା ସାର ହେଉଛି। ସାର ବ୍ୟାପକ ଭାବରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି। ସବୁ ଆମର ହୋଲସେଲର ମାଧ୍ୟମରେ ଆମର ଯେତିକି ସେଲ୍ ସେଣ୍ଟର ଅଛି, ଆମର କୋଅପରେଟିଭ୍ ସୋସାଇଟି ଲାଇସେନ୍ସ ପ୍ରାପ୍ତ ଡିଲରମାନଙ୍କ ମାଧ୍ୟମରେ ସାର ଯୋଗାଇ ଦିଆଯାଇଛି। କିଛି ଜାଗାରେ କଳାବଜାରୀ ହେଉଛି, ତାକୁ ରୋକିବା ପାଇଁ କିଛି ବନ୍ଦୋବସ୍ତ କରାଯାଉଛି। ଦେଖନ୍ତୁ କଳାବଜାରୀ ଯେଉଁମାନେ କରୁଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲାରେ 3 ଜଣଙ୍କ ନାଁରେ କେସ୍ କରାଯାଇଛି। 111 ଜଣଙ୍କୁ ସୋକଜ ନୋଟିସ୍ ମଗାଯାଇଛି। ଆମର 3 ଜଣ ନାଁରେ କେସ୍ କରାଯାଇଛି ଏବଂ ରାଜ୍ୟ ସରକାରଙ୍କର ଆମର 22ଟା ସ୍କ୍ୱାଡ୍ ଗଞ୍ଜାମ ଜିଲ୍ଲାରେ ବୁଲୁଛି। ପୁରା ବୁଲିକି କୃଷି ବିଭାଗ ତରଫରୁ ଯେଉଁ କରାଯାଇଛି 22ଟା ସ୍କ୍ୱାଡ୍ ଅଫିସର ମାନେ ବୁଲୁଛନ୍ତି। ତହସିଲଦାର ମାନେ ଏଥିରେ ମୁଖ୍ୟ ଅଛନ୍ତି। ବୁଲିକି ସବୁ ସେଲ୍ ସେଣ୍ଟର ମାନେ ଯେଉଁ ଅଛି ସାର ବିତରଣ କେନ୍ଦ୍ର ବୁଲିକି ତଦାରଖ କରୁଛନ୍ତି। ଯେଉଁ ସାର ଯାଇଛି ତା ଠିକ୍ ଭାବରେ ଚାଷୀମାନେ ପାଉଛନ୍ତି କି ନାହିଁ ତାର ତଦାରଖ କରାହେଉଛି। କିନ୍ତୁ ଦୁଃଖ ପରିତାପର ବିଷୟ ବିରୋଧୀ ଦଳ ଯେଉଁମାନେ ରହିଲେ ଏଠି ବିଜେଡି କଂଗ୍ରେସ ତାଙ୍କ ପାଖରେ ଇସ୍ୟୁ କିଛି ନାହିଁ। ସେମାନେ ଚାଷୀମାନଙ୍କୁ ଆତଙ୍କିତ କରିବା ପାଇଁ ଭ୍ରମିତ କରିବା ପାଇଁ ଏସବୁ ଅପପ୍ରଚାର କରୁଛନ୍ତି ଏବଂ ବିଜେଡିର କିଛି ମିଡ଼ିଆ ଅଛି ସେ ମିଡ଼ିଆ ମାଧ୍ୟମରେ ଚାଷୀମାନଙ୍କୁ ଭ୍ରମିତ କରାହେଉଛି। କିନ୍ତୁ ଆପଣମାନେ କୁହନ୍ତୁ, ଦେଖନ୍ତୁ ଯଦି ସାର ନାହିଁ, ମୁଁ ତ ଆଜି ଆସିଲି ଭୁବନେଶ୍ୱରରୁ ଆସିଲା ସବୁ ଜମି ସବୁ ପୁରା ଗ୍ରୀନ୍ ଯେଉଁଠି ଧାନ ହେଇଛି ଗ୍ରୀନ୍। ସାର ନ ଦେଇଥିଲେ ଏମିତି ଧାନ ଗଛ ଗ୍ରୀନ୍ ହେଇଥାନ୍ତା। ସବୁ ଜମିରେ ସାର ପଡ଼ିଛି। ସାର 3ଟା ଫେଜ୍ରେ ପଡ଼େ। ଖରିଫ ଚାଷ ପାଇଁ ରୁଆ ପୋତା ପରେ 50% ୟୁରିଆ ପଡ଼ିବ। ତାପରେ 15 ଦିନ ପରେ ଆପଣଙ୍କର 25% ସାର ପଡ଼ିବ। ତାପରେ ଲାଷ୍ଟ ଆଡ଼କୁ ଆଉ 25% ସାର ପଡ଼ିବ। ମୁଁ ବିଜେଡ଼ି ବାଲାଙ୍କୁ ପଚାରିବା ପାଇଁ ଚାହେଁ, କଂଗ୍ରେସ ବାଲାଙ୍କୁ ପଚାରିବା ପାଇଁ ଚାହେଁ, ତାଙ୍କ ସରକାର ସମସ୍ତ ଚାଷୀମାନେ ସାର ପାଇପାରୁନଥିଲେ, ଲାଠି ଚାର୍ଜ ହେଉଥିଲା। ଆମ ସମୟରେ କେଉଁଠି ଲାଠି ଚାର୍ଜ ହେଇଛି ଗଞ୍ଜାମରେ? ହେଇଛି? ଚାଷୀ ଆସିକି ଆପଣଙ୍କୁ ଲିଖିତ ଭାବରେ କମ୍ପ୍ଲେନ୍ କରୁଛି? କରିନାହିଁ। ଯେଉଁମାନେ କମ୍ପ୍ଲେନ୍ କରୁଛନ୍ତି ସେମାନେ କେଉଁମାନେ? ଦେଖିବା ରାଜନୈତିକ ବ୍ୟକ୍ତି। କୌଣସି ଚାଷୀ କମ୍ପ୍ଲେନ୍ କରିନାହିଁ। ଆପଣ ବୁଲିକି ଦେଖିଲା ପରେ ସନ୍ତୁଷ୍ଟ କ'ଣ? ଆମେ ତ ଆସିଥିଲୁ ଏଠି ଠିକ୍ ଠାକ୍ ଭାବରେ ଏଇ ଯେଉଁ ବିରୋଧୀ ଦଳ ବାଲା ଯେଉଁ ହାଲ୍ଲା କରୁଛନ୍ତି ଆମେ ଆସିକି ଏଠି ମୁଁ ଆଜି ଆସିଥିଲି ଜିଲ୍ଲା କୃଷି ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲି। ସର୍ଭେ କଲି ଆମର କେତେ ସାର ଆସୁଛି, କେତେ ସେଲ୍ ସେଣ୍ଟର ଆପଣ ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇଛନ୍ତି,
କୁଆଡ଼େ ବୁଲୁଛି କି ନାହିଁ, କାମ କରୁଛି କି ନାହିଁ ଦେଖିଲି ଠିକ୍ ଠାକ୍ ଚାଲିଛି। ଏବଂ ସାର 2 ଦିନ ଭିତରେ ଆହୁରି 8,000 ମେଟ୍ରିକ୍ ଟନ୍ ୟୁରିଆ ସାର ଆସିବ, ଚାଷୀମାନଙ୍କୁ ବ୍ୟାପକ ଭାବରେ ଦିଆଯିବ। ଠିକ୍ ଅଛି।